ନାଇଁ କେତେବେଳେ ଯୁଗରେ ଯେତେବେଳେ ଶିବ ଧନୁ ଭଗ୍ନ କରି ରାଜଗୋଲୋଚନ ରାମ ଠାକୁର ଆଜ୍ଞା ମା ଜାନକୀଙ୍କୁ ବିବାହ ହେଇଥିଲେ। ସେଇ ସମୟର ଘଟଣା। ଏତେ ଶିବ ଠାକୁର କରି ପାର୍ବତୀ ବସିଛନ୍ତି, ମାନ ଭଗ୍ନ ହେଇପାରୁନାହିଁ। ଏଇ ସମୟରେ ଆଜ୍ଞା ଚାଟୁ ଦଶମୀ ପାର୍ବତୀ ବସିଥିଲେ ମଥାପତି ପରିଜାତ ହୃଦୟମାନ ମହାପ୍ରବଣ। ହେଲା କଣ ନା ଇଏ ଅଜଗ ବିଭଙ୍ଗ ଶିବଙ୍କର ଯୋଉ ଶିବ ଧନୁଟା ଭଗ୍ନ କଲେ ଆଜ୍ଞା ରାମ ଠାକୁର, ସେ ଧନୁର ନାମ ହେଲା ଅଜଗବ ଧନୁ। ଏକଦା ହରିହରଙ୍କର ସଂଗ୍ରାମ ହଉଥିଲା। ଅଜଗବ ଧନୁ ପାଖରୁ ମୁଁ ଯାଉଛି, ମାନମୟୀ ପାର୍ବତୀ ମାନ କରିକି ବସିଛନ୍ତି। ଏ ଅଜଗବ ଧନୁଟା କାହିଁକି ଆଜ୍ଞା ଆସିଲା ମିଥିଳା ରାଜ୍ୟକୁ? ଏକଦା ଆଜ୍ଞା ହରିହରଙ୍କର ସଂଗ୍ରାମ ଚାଲିଥିଲା, ଶିବଙ୍କର ହେଲା ଅଜଗବ ଧନୁ, ଆଉ ଠାକୁରଙ୍କର ଆମର ନାରାୟଣଙ୍କର ହେଲା ବୈଷ୍ଣବ ଧନୁ। ଏକଦା ଯେତେବେଳେ ସଂଗ୍ରାମ ହେଲା, ସଂଗ୍ରାମ ସମୟରେ ସଂଗ୍ରାମ ଯେତେବେଳେ ସରିଗଲା, କେହି କାହାକୁ ଚିଣି ପାରିଲେ ନା। ନାରାୟଣ ତାଙ୍କ ପଥରେ ଚାଲିଗଲେ, ଶିବ ଠାକୁର ଅଜଗ ଇଏ ତ ମହାଯୋଗୀ ମହେଶ୍ୱର ଧ୍ୟାନସ୍ଥ ହେବାକୁ ପଳେଇଲେ। ଅଜଗବ ଧନୁଟାକୁ ସେଇ ମିଥିଳାରେ ଛାଡ଼ିକିରି ଗଲେ। ମୃଗୟା କରିବା ପାଇଁ ଯାଇଥିଲା ଆଜ୍ଞା ଜନକ। ଦିବ୍ୟ ଧନୁକୁ ଦର୍ଶନ ଯେତେବେଳେ କଲେ, ଏ ରାଜ୍ୟକୁ ମୋର ଦିବ୍ୟ ଧନୁଟା କୁଆଡୁ ଆସିଲା? ରାଜର୍ଷି ଜନକ ଇଏ ତ ଧ୍ୟାନ ବଳରେ ଜାଣିଲେ ଇଏ ହଉଛି ଶିବ ଠାକୁରଙ୍କର ଧନୁ। ତେଣୁ ସେ ଧନୁକୁ ଉଠେଇବା ପାଇଁ ଚେଷ୍ଟା କଲେ ଆଜ୍ଞା ଜନକ। ଏ ଧନୁକୁ ଆଜ୍ଞା ଉଠେଇ ପାରିଲେ ନା। ତେଣୁ ସେଇଠାରେ ଗୋଟେ ଆଜ୍ଞା କୁଡ଼ିଆଟେ ନିର୍ମାଣ କରିଦେଲେ, ଧନୁକୁ ସେଇଠାରେ ରଖି ପୂଜା ଅର୍ଚ୍ଚନା କଲେ ଜନକ। ଏ ଶିବ ଠାକୁରଙ୍କର ଧନୁ। ଦିନ କରେ ସିଏ ଗୃହଟାକୁ ସଫା କରିବା ପାଇଁ ଜାନକୀଙ୍କୁ ପଠେଇଲେ ଆଜ୍ଞା ଜନକ। କହିଲେ ମା ଗଲୁ ଆଜି ଟିକେ ସେ କୁଡ଼ିଆଟାକୁ ସଫା କରିଦେଇକି ଆସିବୁ। ସେତେବେଳେ ଜାନକୀ ଯେତେବେଳେ ଗଲେ, ଯାଇକି ଆଜ୍ଞା ଶିବ ଧନୁଟାକୁ ଏପଟରେ ଉଠେଇକି ଏପଟରେ ଥୋଇଦେଲେ, ଘରଟାକୁ ସଫା କରିକି ପଳେଇ ଆସିଲେ। ଜନକ ଯେତେବେଳେ ଆଶ୍ଚର୍ଯ୍ୟ ହେଲେ, ଯୋଉ ଧନୁକୁ ମୁଁ ଟିକେ ହଲେଇ ପାରିଲିନି, ମହାବୀର ଇଏ ଧନୁକୁ ଉଠେଇ ପାରିଲେ ନାହିଁ। ଆଜି ମୋ ସୀତା ଯୋଉ ଝିଅ କଣ ଏପଟରୁ ଉଠେଇକି ଏଠି ରଖିଛି। ତେଣୁ ଇଏ ଝିଅ ସାମାନ୍ୟ ନୁହଁ, ଏ ହଉଛି ଆଦ୍ୟା ଶକ୍ତି ଯୋଗ ମାୟାଙ୍କର ଅଂଶ। ତେଣୁ ସେଇଦିନ ଠାରୁ ଆଜ୍ଞା ପଣ କରିଦେଲେ, ଇଏ ଧନୁକୁ ଯିଏ ଭଗ୍ନ କରିବ ମୋ ସୀତାଙ୍କୁ ସିଏ ବିବାହ କରିବ। ତେଣୁ ଆଜ୍ଞା ଯେତେ ଗଲେ ସବୁ ବୀର ମାନେ ନିରାଶ ହେଇକିରି ଫେରିଲେ, ଧନୁକୁ କେହି ଉଠେଇ ପାରିଲେ ନା। କାହିଁକି? ଏତିକି ବେଳେ ରାମ ଠାକୁର ଯାଇଥିଲେ ଆଜ୍ଞା ଶିବ ଧନୁକୁ ଉଠେଇ। ପ୍ରଭୁଙ୍କ ଆମର ବିଶ୍ୱାମିତ୍ରଙ୍କ ନିର୍ଦ୍ଦେଶ, ଗୁରୁ ବିଶ୍ୱାମିତ୍ରଙ୍କ ନିର୍ଦ୍ଦେଶରେ ଗଲେ ଶିବ ଧନୁକୁ ଉଠେଇଲେ। ଏଇ ସମୟର ଘଟଣା ଯେ ଅଜଗବ ବିଭଙ୍ଗ ଉଠିଲା। ସେତିକି ବେଳେ ମାନମୟୀ ପାର୍ବତୀ ଯୋଉ ମାନ କରିଥିଲେ, ଆଉ ମାନଟା ଆଜ୍ଞା ରଖିପାରିଲେ ନା। ସଚକିତେ କଲେ ମା ଶିବଙ୍କୁ କୋଳ। ଯାଉଛୁ କୁଆଡେ? ଆଜ୍ଞା ପାର୍ବତୀ ମାନ ଭାଙ୍ଗିଗଲା। ହଁ ଯାଉଛୁ, ମୁଁ ତାକୁ ଛାଡା ନଉଛି।
चलो चलो इनके तुम्हें रागो हो ଆଉ ଆମର ରାଗ ନାହିଁ ଆମର ମିଶି ଗଲେ ମିଶିକି ବାଳ ଫୁଟି ସଚଟି ତେ କୋଲେ জগৎজননী আদ্যা শক্তি মা পার্বতী এই সময় রাজা মিলন মুখর হয়ে উঠিଛନ୍ତି মান ভগ্ন হয়েযাইছে আজ্ঞা মান ভাঙ্গি যাইছি এই অবসরে প্রভুঙ্ক পদরে গোটা ভজনকে অর্পণ করিব তারপরে আগুক ଯିବା सारा चाहे
जुआना विषमाया संसार चोरे बता ঘরে বুঝিবে বুঝিলু জগন্নাথ ঘরে বুঝিবে বুঝিলু জগন্নাথ এই হইলে भैया बोलो विश्व माया चोरे बता पवनरे उड़ी जीव शरद से छाड़ी जीव पवनरे उड़ी जीव शरद से छाड़ी जीव सही होइले धरो सही होइले धरो भैया बोलो विश्व माया संसार चोरे बता विश्व माया संसार चोरे बता विश्व माया संसार